ସମସ୍ତଙ୍କୁ ଜୁହାର। ମୁଇଁ ଦେଖି ପାରିଛନ୍ ସିଧା ମଝିନ ମାର୍କେଟ ମଝିନ ହିଁ ପଶି ଯାଇଛି କେନ୍ତା କରି ବାହାରିଲି କେନ୍ ଆଡ଼େ ରହିଲି ମୁଇଁ ବି ନେଇ ଜାଣିବାର ବୁଆ। ଦେଖି ପାରିଛନ୍ ଚାରିଆଡ଼େ କେତେ ସୁନ୍ଦର ଶାଗ ସବଜି ହେଲେ ପଇସା ପତ୍ର ତ କମ୍ ଅଛି ମୁଇଁ କାଣା କରମି ବୋଲି ଖାଲି ଭାବୁଥିସି। ଦେଖି ପାରୁଛନ୍ ମାର୍କେଟ ଭିତରେ ମୁଇଁ ପଶିଗଲି ଭବାନୀପାଟଣାର ମାର୍କେଟ ଭିତରେ ଦେଖି ପାରିଛନ୍ କେତେ ଶାଗ ସବଜି ବସେଇ କରି ଖାଲି ଲୋକମାନେ ଖାଲି ଡାକି ବୁଲୁଛନ୍। ତ ଦେଖି ପାରିଛନ୍ ବର୍ଷା ଇଆଡ଼େ ହେଇଛେ ଆଉ ଭଲସେ ଯଦି ରାସ୍ତା ନ ନାଇଁ ଚାଲି ପାରିଲେ ଖାଲି ଅଦରି ଘଷି କରି କାଦ ହିଁ ଖାଲି ଘରକେ ଯିବାଟାଏ। ତ ଯେତେ ବେଲ୍ ହେଲେ ବି ମୁଇଁ ମୋର୍ ବଡ଼ମା ପାଖେ ଆକେ ଯାଇସି ଯେତେ ଶସ୍ତା ବି ହେଇଥାଉ ତାକେ ଯେ ମୋର୍ ବଡ଼ମା ମୋର୍ ଲାଗି ପୁରା ସ୍ପେଶାଲ୍ ଦେଖି ପାରୁଛନ୍ କେତେ ଶାଗ ସବଜି ସୁନ୍ଦର କରି ରଖିଛନ୍। ଆଉ ମୋର୍ ବଡ଼ମା ଦେଖୁଛନ୍ କେତେ ସୁନ୍ଦର ଶାଗ ସବଜି ସାଙ୍ଗେ ମକେ ଅଧିକା ବି ଦେସନ୍ ହେଥିର୍ଲାଗି ମୁଇଁ ଯାଇସି ଦେଖି ପାରୁଛନ୍ ବଡ଼ମା। ତାପରେ ସବୁ ଶାଗ ଡାଲ୍ କିଣାକୁଣି କରସି ବଡ଼ମାକେ ଟିକେ ଫଟୋ କର ବୋଲେ ବଡ଼ମା ମକେ କହିସନ୍ ଶାଗ ସବଜି ବାଲି ବୋଲି କହିବୁ କି ବୋଲି କହିସନ୍। ତାପରେ ଦେଖି ପାରୁଛନ୍ ଇ ମାର୍କେଟ ସାରା ଏତେ ପାଣି ଯେ କୁହ ନାଇଁ ନା। ତାପରେ ମୋର୍ ସାଙ୍ଗ ଗୋଟେ ତାଙ୍କର ବାଇକ୍ ଗୋଟେ ଆନ୍ସରାରେ ମକେ ବସେଇ କରି ନଉଛନ୍ ଦେଖି ପାରୁଛନ୍ ଏତେ ଖରାରେ ବୁଆ ଆଉ କୁହ ନାଇଁ ସେ ପଲେଇ ଯାଇସନ୍ ମୋବାଇଲ ଦୋକାନ। ତାପରେ ମୁଇଁ ଟିକେ ଜଗସି ଆଉ ଲକ୍ଷ୍ମୀ ବଜାର ଡାଇରେକ୍ଟ ଯିବି ବୋଲି ସିଧା ପଲେଇ ଯାଇସି। ତାପରେ ଛତା ଗୋଟେ ଲାଗି ମୁଇଁ ସବୁଆଡ଼େ ଖାଲି କିନ୍ଦ୍ରି କିନ୍ଦ୍ରି ଦେଖସି ଗୋଟେ ଦୋକାନରେ ପଶି ପଚରାଲେ ସେ କହିସି 280 ଟଙ୍କା। ବୁଆ ସେ ପଇସାର ନାଁ ଶୁନିକରି ମକେ ଫୁଟିଗଲା ଝାଲ। ଆରେ ରାସ୍ତାନ ଚାଲି ଚାଲି ଏତ୍କି ଖଦରିଆ ଲାଗଲା ଆଉ କୁହ ନାଇଁ ନା ରେ ବୁଆ। ଦେଖି ପାରୁଛନ୍ ସବୁ ଶାଗ ସବଜି ନେଲି ଆର ମୁଇଁ ଖରା ତପେ ଖାଲି ମୋର୍ ରୁମ୍ ବୋଲି ଖାଲି ଧାଇଁ ଯାଉଛେ। ଆଉ ରୁମ୍ ପାଖେ ଯେତେବେଲେ ବି ଯାଉଛେ ଦେଖି ପାରୁଛନ୍ ଏତ୍କି ଖରା ଫେର୍ ଏତେ ଶାଗ ସବଜି ଲାଗି ମୋର୍ ହାତ ଗୋଡ଼ ଖାଲି ଦୁଖି ଯାଉଛେ। ପାଖାପାଖି ମୁଇଁ ପହଞ୍ଚି ଯାଉଛେ ବୋଲି ମକେ ଟିକେ ଖୁସି ଲାଗୁଛେ। ଆଉ ଦେଖ ରୁମ୍ ପଶିକରି ଦେଖି ପାରୁଛନ୍ କେତେ ଝାଲ ମଇଲରେ ବୁଆ। ଫେର୍ ସେ ସିଡ଼ି ଆଉ ଚଘବାଟା ବହୁତ କଷ୍ଟ ଏ। ଆମ ରୁମ୍ ତ 3 ନମ୍ବରରେ ବୁଆ ଆଉ ଟିକେ ଚାଲି ଚାଲି ଯାଉଛେ। ଦେଖି ପାରିଛନ୍ ଗେଟ୍ ଖୁଲ୍ଲି ଆଉ ମୁଇଁ ଚପଲକେ ସାଇଜ୍ କରି ରଖିଦେଲି। ଆଉ କାଣା କହିମି ତା ରୁମ୍ ପଶଲା ଗୁଣି ଟିକେ ଟିକେ ଶାନ୍ତି ଲାଗଲା ବାକି ପାଣି ଗିଲାସେ ପିଇଲେ ଟିକେ ବହୁତ ଶାନ୍ତି ଲାଗ୍ବା ବୋଲି ପାଣି ଗିଲାସେ ପିଇଲି। ଆଉ ଦେଖି ପାରିଛନ୍ କେତେ ଝାଲ ଦେଖି ପାରିଛନ୍ କେତେ ଶାଗ ସବଜି। ଆଉ ମୁଇଁ ସାର୍ଟ ପ୍ୟାଣ୍ଟ ଚେଞ୍ଜ କରିଦେଲି ଭାତ ଶାଗ ବସେଇଦେଲି ସେ ଭିଡ଼ିଓ ଟିକେ ନେଇ ବନେଇ ପାରି। 4ଟା ଆଲୁକେ ଧୁଆଧୁଇ କଲି ଗୋଟେ ଲୋକ ତ ଅଛେ ବୋଲି ଆଉ ପ୍ରେସର କୁକର୍ନ ବସେଇ ଦେଇ କରି ମୁଇଁ ସେ ଶାଗ ସବଜି ଲାଗି ଟିକେ ଭଲସେ ରଖବା ଲାଗି ମୁଇଁ ଟିକେ ଶାଗ ସବଜି କେ ଆକା ଆଣିଗଲି। ଦେଖି ପାରିଛନ୍ ଏଇଟା ଆମର ଗଛର ସୁନ୍ଦର ସୁନ୍ଦର କଦଲୀ ଏ କଦଲୀ ଗଛନ ଖୁବ୍ ଖସାରେ କଦଲୀ ଭଲସି। ଆଉ ଦେଖି ପାରିଛନ୍ ଏଇଟା ହଉଛି ଆଲୁ ପିଆଜ ଏଇଟା ଇନ ଅଛି 25 ଟଙ୍କା କିନ୍ତୁ ଆମର ଗାଁନ ବହୁତ ଶସ୍ତା ଅଛି 20 ଟଙ୍କା। ଏକେ ଯେ ଇଆଡ଼େ ପିଆଜ ବି 25 ଆଉ ଆଲୁ ବି 25। ଆଉ ଦେଖି ପାରିଛନ୍ ଏଇଟା ବାଇଗଣ ଏଇଟା ମକେ ବଡ଼ମା ଅକଲା ଦେଲେ ଫେର୍ ଧନିଆ ପତ୍ର ବି ଅକଲା ଦେଲେ। ତାପରେ ଦେଖି ପାରିଛନ୍ ଟମାଟ କେଜି ଇଆଡ଼େ ହେଇଛେ 20 ଟଙ୍କା ଆଉ କେନ ହେଇଛେ 30। ମୁଇଁ ମୋର୍ ବଡ଼ମା ମକେ ଦେସନ୍ ନା ଭଲସେ ହେଥିର୍ଲାଗି ମୁଇଁ ତାଙ୍କର ନ ଆକା ଯାଇସି। ଆଉ ଭେଣ୍ଡି କେଜି ବି ହେଇଛେ 20 ଟଙ୍କା ଜାଣିଛନ୍ ତ। ଏକେ ଯେ ଭେଣ୍ଡି 20 ଟଙ୍କା ହେଇଛେ ବୋଲି ତ ମୁଇଁ 1 କେଜି ଧରି ଆଣିଲି ଖଟାଖୁଟି ବନେଇ ଖାଇ ହେବା ବୋଲି। ଆଲୁ ପିଆଜରୁ ମୁଇଁ ସେ ବାଇଗଣକେ ମୁଇଁ ସେନ ନେଇ ରଖେ ବୋଲି ଭାବସି। ଆଉ ଦେଖି ପାରିଛନ୍ ପନିପରିବା କେନ ଆକା ମୁଇଁ ସୁନ୍ଦର କରି ସଜେଇ କରି ରଖୁଛେ। ଆଉ ଦେଖି ପାରିଛନ୍ ଇଆଡ଼େ ରଖିଦେଇଛେ ପଟଲ ରଖବା ଭିଡ଼ିଓ ନେଇ ବନେଇ ପାରେ ନା ଏଇଟା ହଉଛେ କଞ୍ଚା ଲଙ୍କା। ଆଉ ତାପରେ ଦେଖି ପାରିଛନ୍ ମାତ୍ର 60 ଟଙ୍କା କେ ମୋର୍ ବଡ଼ମା ମତେ ଏତେ ଶସ୍ତାରେ ଶାଗ ସବଜି ଦେଇଛନ୍। ଆଉ ଦେଖନ୍ ମୋର୍ ଭିଡ଼ିଓ ମାନେ ଯଦି ଆପଣକେ ଭଲ ଲାଗୁଛେ ମୋର୍ ଚ୍ୟାନେଲକେ ଲାଇକ୍ କମେଣ୍ଟ ଏବଂ ସବସ୍କ୍ରାଇବ କରିବେ। ଦେଖ ମୋର୍ ଭାତ ଶାଗ ବି ରେଡ଼ି ହେଇଗଲା ନା। ତ ଚାଲନ୍ ମୁଇଁ ଭାତ ଶାଗ ବି ଗାଲି ଯାଉଛେ। ଆର୍ ମୋର୍ ଭିଡ଼ିଓ ଦେଖିଥିବାରୁ ତମକେ ହୃଦୟର ସହିତ ଧନ୍ୟବାଦ ଜଣାଉଛି।